ନମସ୍କାର, ଜୟ ଜଗନ୍ନାଥ। ହାଏ ସାଙ୍ଗମାନେ, ଅଞ୍ଜଳିର ହାଣ୍ଡିଶାଳକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆସନ୍ତୁ ଆମେ ପୋଟଳ କର୍ମା ପ୍ରସ୍ତୁତ କରିବା। ଆଳୁ ଆଉ ପୋଟଳ ମସଲା ଦେଇକି। ତ ଏବେ ଆମର ଢେର ସାରା ପୋଟଳ ଭଜାଭୁଜି ସରିକି ଏବେ ଆମର ମସଲା ରେଡ଼ି ହେଇଗଲାଣି। ଦେଖନ୍ତୁ ସେଥିରେ ପକା ହେଇଛି ଚାରୁମଗଜ, ବେସର ଆଉ ଅଦା ରସୁଣ ପେଷ୍ଟ ଆଉ କରି ପାଉଡ଼ର ପକେଇକି ଆମର ପ୍ରେସର ପୋଟଳ କଷା ତିଆରି ହେଇଗଲାଣି। ତ ଦେଖନ୍ତୁ ବଢ଼ିଆ କଲର୍ ବି ଆସିଛି। ଏବେ ଟିକେ ଟିକେ ଫୁଟୁଛି। ଗୋଟେ କାମ କରିବା, ଏଥିରେ ବୋଧେ ପ୍ରାୟ ଲାଗୁଛି ମୋତେ ଜାଗା ଧରିବନି, କାହିଁକି ନା ଢେର ସାରା ଥିଲା। ତ ସେଥିପାଇଁ ମୁଁ ଗୋଟେ ଅଲଗା ଜାଗାକୁ ବାହାର କରିଦେବି, କାହିଁକି ନା ଏଠି ଫୁଟିବା ପାଇଁ ଟିକେ ଅସୁବିଧା ହବ। ସେଥିପାଇଁ ମୁଁ ଦେଖନ୍ତୁ ତସଲାରେ ବାହାର କରିଦେଇଛି। ଏବେ ଆମର ପୁରା କଲର୍ ବି ବଢ଼ିଆ ଆସିଛି। ଆଉ ଦେଖନ୍ତୁ ଟେଷ୍ଟି ବି ବହୁତ ବଢ଼ିଆ ଥିଲା। ତରକାରୀ ଆମର ରେଡ଼ି ହେଇଗଲା। ଏବେ ଟିକେ ଧନିଆ ପତ୍ର କାଟିକି ପକେଇଦେବା। ତ ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗୁଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ମୁଁ ଭଲସେ କରିପାରୁନି, କାହିଁକି ନା ମୋ ମୋବାଇଲ୍ ଏବେ ବି ଠିକ୍ ହେଇନି। ଆମ ମିଡ଼ିଲ୍ କ୍ଲାସ୍ ଲୋକ, ତ ପଇସା ଆମର ଟିକେ ସର୍ଟ ସବୁବେଳେ। ସେଥିପାଇଁ ଯାହା କିଛି କରିଛି ଟିକେ